ଯେଉଁମାନେ 2024ରେ ବୋର୍ଡ଼ ଏକ୍ଜାମ୍ ଦେବେ ଏଇ ସ୍କ୍ରିନ୍ରେ ଦେଖିପାରୁଛ। ଏହା ଦେଖ ବୋର୍ଡ଼ ଏକ୍ଜାମ୍ରେ ଏହିପରିକା କ୍ୱେଶ୍ଚନ୍ ଆସିଥିଲା ଏବଂ ତୁମେ ମଧ୍ୟ ଜାଣ ଯେ ଆମେ ଜାଣିଛେ ସବଜେକ୍ଟିଭ୍ କ୍ୱେଶ୍ଚନ୍ ବା ଯେଉଁଟା ଲଙ୍ଗ୍ କ୍ୱେଶ୍ଚନ୍ରୁ ଆସିବ 50 ମାର୍କ, ଯେଉଁଟା ଏବଂ ସର୍ଟ କ୍ୱେଶ୍ଚନ୍ରୁ 50 ମାର୍କ ଆସିବ। ଆଉ ଜାଣିଛେ ଯେଉଁଟାକି ଆମର ହେଲା ଦୁଇଟା ରହିଛି, ଗଣିତର ଦୁଇଟା ପାର୍ଟ ରହିଛି, ଗୋଟେ ହେଲା ବୀଜ ଗଣିତ ଆଉ ଗୋଟେ ଜ୍ୟାମିତିର ପାର୍ଟ ରହିଛି। ଯେଉଁଟା ବୀଜ ଗଣିତରୁ 25 ମାର୍କ ଆସିବ ଲଙ୍ଗ୍ କ୍ୱେଶ୍ଚନ୍ରେ ଏବଂ ଆଉ 25 ମାର୍କ ଜ୍ୟାମିତିରେ ଆସିବ। ଏହା ସମସ୍ତେ ଜାଣିଛ। ତେଣୁ ଯେତିକି ଜିନିଷ ଦିଆହେଉଛି ସେତିକି ଯଦି ପ୍ରାକ୍ଟିସ୍ କରିଦିଅ ତୁମେ ଭଲସେ ନମ୍ବର ବି ରଖିଦେବ। ଯଦି ଲଙ୍ଗ୍ କ୍ୱେଶ୍ଚନ୍ରେ 45 ରଖିଲ ଏବଂ ସର୍ଟ କ୍ୱେଶ୍ଚନ୍ରେ 50 ରଖ, ତୁମର 90 ମାର୍କ ଆସିଯାଉଛି। ତେଣୁ ଏଗୁଡ଼ାକ ଇଗ୍ନୋର କର ନାହିଁ, ଯାହା ତ ଆସୁଛି ପ୍ରାକ୍ଟିସ୍ କରିଦିଅ, ଦେନ୍ ତୁମର ଭଲ ମାର୍କ ଆସିବ। ଓକେ, ଦେଖ କ'ଣ ତ୍ରିକୋଣମିତି ଓ ପରିମିତି ଏଇଟା ଲାଷ୍ଟ ସିଲେକ୍ସନ୍ ଦିଆହେଉଛି। ଯେଉଁଗୁଡ଼ାକ ଦେଖିନ ବୀଜଗଣିତର ବି ଦିଆହେଇଛି, ଆଉ ଦେଖିନ ହେଲେ ଯାଇକରି ଦେଖିଦେବ। ଓକେ, ଦେଖ କ'ଣ ଦିଆହେଇଛି। ଦେଖ ଯେଉଁଟାକି ସରଳ ଖର ଏଇଠୁ ଆସିବ, ଯେଉଁଟାକି IV 5 ନମ୍ବର, ଯେଉଁଟା 5 ନମ୍ବର ରହିଛି VIଟା ଆସିବ, ଯେଉଁଟା ବିଟ୍ VIଟା ଆସିବ, ଯେଉଁଟାକି ସାଇନ୍ 27 ଡିଗ୍ରୀ ବାଇ cos 63 ଡିଗ୍ରୀର ହୋଲ୍ ସ୍କୋୟାର୍ ପ୍ଲସ୍ cos 63 ଡିଗ୍ରୀ ବାଇ ସାଇନ୍ 27 ଡିଗ୍ରୀର ହୋଲ୍ ସ୍କୋୟାର୍। ଏଇଟା ଗୋଟେ ସରଳ କରିତେ ଦେବ। ଆଉ ଗୋଟେ ହେଲା ଯେଉଁଟା IX, ଯେଉଁଟା ଆସିବ ସେକ୍ ସ୍କୋୟାର୍ ଇଣ୍ଟୁ 105 ଡିଗ୍ରୀ ପ୍ଲସ୍ ଆଲଫା ମାଇନସ୍ 10 ସ୍କୋୟାର୍ 45 ଡିଗ୍ରୀ ମାଇନସ୍ ଆଲଫା ଇଣ୍ଟୁ X ସାଇନ୍ ସ୍କୋୟାର୍ ଇଣ୍ଟୁ 110 ଡିଗ୍ରୀ ପ୍ଲସ୍ ଆଲଫା ପ୍ଲସ୍ cos ସ୍କୋୟାର୍ ଇଣ୍ଟୁ 70 ଡିଗ୍ରୀ ମାଇନସ୍ ଆଲଫା। ଏଇଟା ଗୋଟେ ସରଳ କର। ଏଇଗୁଡ଼ାକ ପ୍ରାକ୍ଟିସ୍ କରିଦେବ ହେଲା। ଏବେ ଦେଖ ଆଉ ଗୋଟେ 6 ନମ୍ବର ଆସିବ, ଯେଉଁଟାକି ମାନ ନିର୍ଣ୍ଣୟ କର। ଏଇ ଭିତରୁ ତ ଆସିବ ସିଓର। ଏଇଗୁଡ଼ାକ ସବୁଠୁ ସିଲେକ୍ଟିଭ୍ ଏବଂ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଗୁଡ଼ାକ ଦିଆହେଉଛି। ଏବେ ଦେଖ VIଟା ମଧ୍ୟ ଏଠି ବି ଆସିବ, ଯେଉଁଟାକି 2 cos 67 ଡିଗ୍ରୀ ବାଇ ସାଇନ୍ 23 ଡିଗ୍ରୀ ମାଇନସ୍ 10 40 ଡିଗ୍ରୀ ବାଇ cot 50 ଡିଗ୍ରୀ ମାଇନସ୍ ସାଇନ୍ 90 ଡିଗ୍ରୀ। ଏହା ମାନ ନିର୍ଣ୍ଣୟ କର। ଆଉ ଉପର ଯେଉଁଟା ରହିଛି ସେଟା ସରଳ କରିବ, ଆଉ ତଳେ ଯେଉଁଟା ରହିଛି ମାନ ନିର୍ଣ୍ଣୟ କରିବ। ଏବଂ ଯେଉଁଟା VIIଟା ଆସିବ, ଯେଉଁଟାକି ମାନ ନିର୍ଣ୍ଣୟ କରତେ କହିବ ସେକ୍ 61 ଡିଗ୍ରୀ ପ୍ଲସ୍ cosec 120 ଡିଗ୍ରୀ ବାଇ √3 cosec 29 ଡିଗ୍ରୀ ପ୍ଲସ୍ 2 ଡିଗ୍ରୀ। এইগুଡ଼ାକ ତୁମେ ମାନ ନିର୍ଣ୍ଣୟ କରିବ। ନେକ୍ସଟକୁ ଯିବା, ଯେଉଁଟା ଇମ୍ପୋର୍ଟାଣ୍ଟ ସିଲେକ୍ସନ୍ କ୍ୱେଶ୍ଚନ୍କୁ। এই ভিতরু প্রমাণ কর কোশ্চেন নম্বর 10। এইটা দেখো প্রতি বর্ষ এই ভিতরু গোটে না গোটে পড়ি থাকে। তেণু এইটু মু পারফেক্ট হয়ে পারলি না, তেণু সব গুড়াক দেলি। এইগুড়াক খালি প্র্যাকটিস করদেব। দেখো দেখো কোণ দিয়েছি, বিট 1টা সাইন 120 ডিগ্রি প্লস 10 150 ডিগ্রি ইন্টু cos 135 ডিগ্রি ইকুয়াল টু, যেটা প্রমাণ করতে দেব 3 প্লস √2 বাই 2 √3। এইটা গোটে প্রমাণ করব। এইটা উপরটা भी बहुत ইম্পর্টান্ট এবং এই তিনটা যাক ইম্পর্টান্ট হচ্ছে হলো। তার বিট IIটা সেক স্কোয়ার 180 ডিগ্রি প্লস 10 150 ডিগ্রি বাই cosec স্কোয়ার 90 ডিগ্রি প্লস cot 120 ডিগ্রি ইকুয়াল টু 2 মাইনাস √3 প্রমাণ করতে কইছে। এবং আর গোটে বিট থার্ডটা, যেটা সেক স্কোয়ার 180 ডিগ্রি প্লস 10 45 ডিগ্রি বাই cosec স্কোয়ার 90 ডিগ্রি মাইনাস cot 120 ডিগ্রি ইকুয়াল টু 3 মাইনাস √3। এইটা গোটে প্রমাণ করতে কইছে। এইটা নিহাতি করদেব, যেটা এই 10 নম্বরটা নিহাতি করদেব। আর গোটে আসিপারে এইটা খ বিভাগরু, যেটা কি পাঠিগণিত, যেমতিকি গোটে 7 নম্বর এবং 8 নম্বর। এইগুড়াক খালি দেখিদেব। বর্তমান যা যেটা পরিমিতির সবুঠু ইম্পর্টান্ট সিলেকশন কোশ্চেন 5A 15 নম্বর আসব, যেটা গোটে বৃত্তর উপরে থরে ভ্রমণ করা যেতে সময় লাগে বৃত্তটির ব্যাস পরিমিতি পথ অতিক্রম করা 35 সেকেন্ড কম লাগে। যদি লোকটি বেগ 1 মিনিটে 80 মিটার হুয়ে, তেবে বৃত্তর ব্যাস কেতে? 5Aর ইম্পর্টান্ট ଅଛି এইটা। ଆଉ ଗୋଟେ 16 নম্বର ଇମ୍ପୋର୍ଟାଣ୍ଟ ଅଛି 5Aର। ଖଣ୍ଡେ ତାରକୁ ସମ ବାହୁ ତ୍ରିଭୁଜ କୃତି କଲେ ତ୍ରିଭୁଜର କ୍ଷେତ୍ରଫଳ 193.6 ডিগ্রি √3 ଓ 1936 √3 ବର୍ଗ ମିଟର ହୁଏ। ଉକ୍ତ ତ୍ରିଭୁଜର ପରିସୀମା ସମାନ ପରିଧି ଥିବା ବୃତ୍ତଟିର ବ୍ୟାସ କେତେ? ଏଇଟା 16 নম্বର ବି ଇମ୍ପୋର୍ଟାଣ୍ଟ ଅଛି ହେଲା। ଏବେ ଦେଖ 5Bର ସବୁଠୁ ଇମ୍ପୋର୍ଟାଣ୍ଟ ଦେଖ 16 নম্বର, ଏଟା ବି 17 নম্বର। ଯେଉଁଟା ଗୋଟେ ବୃତ୍ତାନ୍ତ ଲିଖିତ ପଡ଼ିଆର କ୍ଷେତ୍ରଫଳ
2772 ବର୍ଗ ମିଟର। ଏହି ପଡ଼ିଆକୁ ବାଡ଼ ଦେବା ଆବଦ୍ଧ କରିବାକୁ ହେଲେ ମିଟର ପ୍ରତି 370 ପଇସା ଦରରେ କେତେ ଖର୍ଚ୍ଚ ହେବ କହିଛି, ଯେଉଁଟାକି 37 ପଇସାରେ କେତେ ଖର୍ଚ୍ଚ ହେବ ବୋଲି କହିଛି। ଏଇଟା ପ୍ରୁଭ୍ କରିବ ବା ସମାଧାନ କରିବ। ଏବଂ 17 ନମ୍ବର ଇମ୍ପୋର୍ଟାଣ୍ଟ ଅଛି, ଗୋଟେ ବୃତ୍ତାକାର ରାସ୍ତାର ବାହାର ଓ ଭିତର ବୃତ୍ତର ବ୍ୟାସ ଯଥାକ୍ରମେ 56 ସେଣ୍ଟିମିଟର 42 ସେଣ୍ଟିମିଟର। ରାସ୍ତାଟିର କ୍ଷେତ୍ରଫଳ ନିର୍ଣ୍ଣୟ କର। ଏଇଟା ମଧ୍ୟ ସମାଧାନ କରିଦେବ। ଆଉ 5Cର 17 ନମ୍ବର କ୍ୱେଶ୍ଚନଟି ଇମ୍ପୋର୍ଟାଣ୍ଟ ଅଛି। କ'ଣ ଦେଇଛି ଦେଖ କ୍ୱେଶ୍ଚନ, ଗୋଟିଏ ଲୁହା ନଳର ଦୈର୍ଘ୍ୟ 100 ସେଣ୍ଟିମିଟର ଏବଂ ଲୁହାର ପ୍ରସ୍ଥ 4 ସେଣ୍ଟିମିଟର। ଏହାର ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ 9152 ବର୍ଗ ସେଣ୍ଟିମିଟର ହେଲେ ଭୂମିର ବହିଃବ୍ୟାସାର୍ଦ୍ଧ ଅନ୍ତଃବ୍ୟାସାର୍ଦ୍ଧ ନିର୍ଣ୍ଣୟ କର। ଏଇଟା ଇମ୍ପୋର୍ଟାଣ୍ଟ ଅଛି, ଏଇଟା କରିଦେବ। 5Cଟା ଏଇଟା ସୁନିଶ୍ଚିତ ଲାଗୁଛି। ଏହା ଥିଲା ତୁମର ସବୁଠାରୁ ଇମ୍ପୋର୍ଟାଣ୍ଟ ସିଲେକ୍ଟିଭ କ୍ୱେଶ୍ଚନ। ଯଦି ଏଇ ମୋ ଚ୍ୟାନେଲରେ ତୁମେ ସବୁଠୁ ସବୁ ବିଷୟର ସିଲେକ୍ଟିଭ କ୍ୱେଶ୍ଚନ ପାଇପାରିବ, ତେଣୁ ସବସ୍କ୍ରାଇବ୍ କରି ଜଏନ୍ କରନ୍ତୁ। ଓକେ, ଏକ୍ଜାମ୍ ପାଇଁ ସମସ୍ତେ ପ୍ରିପାରେସନ୍ ଭଲସେ ଚାଲିଥିବ ସବୁ ଟପିକ୍ର। ତେଣୁ ସମସ୍ତଙ୍କୁ ଅଲ୍ ଦ ବେଷ୍ଟ, ଧନ୍ୟବାଦ।